विभाग करे मो बाकी पर को नष्ट कर नहीं पारे मेरे बापा नष्ट कर नहीं पारे मेरे नहीं बा प्रस्तावटा राजा पाई नुहे बा प्रस्तावटा राजा पाई नुहे ताहले ए प्रस्तावटा कहा पाई बुढ़ा बाबू प्रस्तावटा होची मो बड़ पुओ रामू पाई कौन कहिए बुढ़ा बाबू कौन कहिए ये प्रस्तावटा हम रामू बाबू को पाई हे ठाकुर रामू बाबू भलिया मनीष मो जाई हेबे ये भाग्यटा मोर अछि हे मछमणी अरे तो मु आगरु कहनथिली आम रामू बाबूटा मनीष नुहंती रे मा से हेउछंती साक्षात देवता ए मा आम रामू बाबू कोटिए रे कोटिए सतरे मा आम रामू बाबूटा कोटिए रे कोटिए बापा हाँ माँ मु आज ठीक जानी परिछि राजा भली गोटा अमनीष ऊपर को आज जे हाथ उठे ताको शासन करि परिला से राय बहादुर परिवार को बहु हे जिवा परे से परिवार ताको ठीक भाबरे शासन करि परिबो ए कथाटा मु दृढ़ कंठरे कहिबी माँ रामू को ठीक 2 वर्ष होथाए मो पुओ को ठीक 2 वर्ष होथाए ता मां मरी गला आज पर्यंत मो पुओ रामू बहुत दुख पाई आसुछि तमे ता जीवन बंचाई दियो मां मो पुओ रामूर जीवन तमे बंचाई दियो आज तुम पाखरे ए राजा राजमोहन राय बहादुर ता पुओ रामूर जीवन हाथ पतई भिख मागु नहीं पैसा नहीं आपण समिति कही आपण मते छोट कर दियंतनी आपण मो बापन को सहित कथा होतो बापा माने मो ये प्रस्ताव रे राजी तमे ठीक कहि छ मां तमे ठीक कहि नमस्कार बुढ़ा बाबू कौन अरे मत थोड़े समुदी बोली डाक बुढ़ा बाबू बुढ़ा बाबू अरे थोड़े मत समुदी बोली डाक डाक रतना अरे मत थोड़े समुदी बोली डाक समुदी समुदी राजा राजा राय बहादुर साहब मो सहित टक्कर करी आज जाए कहीं पहुंच पार नहांते और हराम जादी राजे मो गलर चपड़ा मार गला हेला से जाने पल्ला ने ए राजा हौचे गोटे कोराना को नाग दोहरे चोटटा मारछि माने सेई नागटा ताको 100 दिन दंशन करिवो आउ से दिन जाऊ दागटा रहिबो सेई दागटा हबो अलिभा दाग राजा
কথা কোন কি মম্মি কালি মଧुपुर ଗାଁରେ ଗୁଟେ ମାନେ ଝମେଲାଟ ହୋଇଗଲା ଓ ଝମେଲାଟା ଏତେ ସିରିୟସ୍ ଥିଲା ଯେ ରତୁନା ଚାକର ଝିଅ ଶିବାନୀ ତୋ ଉପରକୁ ହାତ ଉଠେଇଲା ଏଇଆ ନା ତାହେଲେ ତୁ ସବୁ ଜାଣିପାରୁଛୁ ମୁଁ ଆରେ ମୁଁ ଜାଣିଛି ତୋରି ସେଠିକି ଯାଇ ରାମୁର ବାହାଘର ପ୍ରସ୍ତାବଟା ଦେଇ ଆସିଛନ୍ତି କଣ କହିଲୁ ମମ୍ମି ଯୋଉ ଝମ ଗାଲର ଚାପୁଡା ମାରିଛି ସେ ଝିଅ ଆମ ଘରକୁ ବହି ଆସିବ ରାଜା ନାଇଁ ମମ୍ମି ନାଇଁ ଆମ ଘରକୁ ବହି ଆସିବା ପୂର୍ବରୁ ମୁଁ ତାକୁ କରିଦେଇଥିବି କତରା ଭୁଲ ହେଇଯିବ ତାହେଲେ ତୁ ମଧ୍ୟ କହିବାକୁ ଚାହୁଁ ସେ ଝିଅ ଆମ ଘରକୁ ବହି ହଁ ଆସିବ କହିଲା ସବୁ ଘର ଝିଅ ନୁହଁ ଏଇ ରତ୍ନ ଚାକର ଝିଅଟି ତୁ କଥାଟା ମୁଁ ବୁଝିପାରିଲିନି ଆରେ ବୋକା ତୋ ମୁଣ୍ଡରେ ବୁଦ୍ଧି ଥିଲେ ତୁ କଣ ମତେ କଥା ପଚାରିଥାନ୍ତୁ ମାନେ ରତୁନା ଚାକର ଝିଅ ଶିବାନୀ ଖାଲି ଥରୁଟେ ଏ ଘରକୁ ବୋହୁ ହେଇ ଆସୁ ତାକୁ ଯଦି ମୁଁ ଶାସନ କରି ନ ଦେଇଛି ତାହେଲେ ମୁଁ କି ତୋର ବୋହୁ ତୋ କଥାଟା ମୁଁ ଠିକ ଭାବରେ ବୁଝିପାରୁଛି ମମ୍ମି ୟୁ ଆର୍ ଗ୍ରେଟ୍ ମମ୍ମି ୟୁ ଆର୍ ଓ ରାଜା ରତୁନା ଚାକର ଝିଅ ଶିବାନୀ ଖାଲି ଥରୁଟେ ଏ ଘରକୁ ବୋହୁ ହେଇ ଆସୁ ତାକୁ ଯଦି ମୁଁ ଶାସନ କରି ନ ଦେଇଛି ତାହେଲେ ମୁଁ କି ମାଟି ବାବା ସେ ପୁଣି ମୋ ପୁଅ ରାଜା ଗାଲେ ଥାପଡ଼ ମାରିଛି ଆଉ କଣ ଫୁଲ ଚନ୍ଦନ ଦେଇ ପୂଜା କରିଥାନ୍ତା ପୂଜା ରାଜେଶ ତୁ ବୁଝିଲୁ ବୋଉ ରାଜା ବି ସେ ଝିଅକୁ ଯେମିତି ବ୍ୟବହାର କରିଛନ୍ତି ସେଥିରେ ଅନେକ ଝଇଥିଲେ ନା କିରେ ରାଜେଶ ଆରେ ତୁ ଏକଥା ଜାଣି ସାରିଲୁଣି ଏ ବୋଉ ଏଇନେ ତୁ ପରା ଭାଇ ସହିତ କଥାବାର୍ତ୍ତା ହେଉଥିଲୁ ମୁଁ କଣ ଶୁଣେନି କି ସେ ଝିଅ ପୁଣି ଏ ଘରକୁ ବୋହୁ ହେଇ ଆସୁଛି ଭଲ ହେଇଛି ମୋ ମତରେ କିନ୍ତୁ ଡ୍ୟାଡ୍ ଯୋଉ ନିଷ୍ପତ୍ତି ନେଇଛନ୍ତି ଏଇଟା କିଛି ଠିକ କଲେନି ମମ୍ମି ରୋଜି ନା କଣ କହୁଛ ରାଜେଶ ଭାଇ ମୁଁ କଣ କହିବି ବାପା ଯେତେବେଳେ ତାଙ୍କର ନିଷ୍ପତ୍ତିଟା ନେଇଛନ୍ତି ଠିକ ଭାବି ଚିନ୍ତିକି ନେଇଛନ୍ତି ରାଜେଶ ବୁଝିଲୁ ବୋଉ ସେ ଭଳିଆ ଝିଅ ଏ ଘରେ ଗୋଟେ ଦରକାର ଥିଲା ରାଜେଶ ହଁ ସେମିତି ଝିଅ ନୁହଁ ଭାରି ସ୍ମାର୍ଟ ହଁ ସେ ରତ୍ନ ଚାକର ଝିଅଟି ଏ ରୋଜି ଆରେ ଚାକର ଝିଅ କଣ ହେଲା ସେ ପରା ତୋ ଭଳିଆ ଝିଅ ମାନଙ୍କୁ ଟିଉସନ ପଢେଇବ ଟିଉସନ ମମ୍ମି ଦେଖିଲୁ ଭାଇ କେମିତି ମୋ ସହିତ ଲାଗୁଛି କଣ କହିଲୁ ମୁଁ ତୋ ସହିତ ଲାଗୁଛି ଏ ବୋଉ କଣ ହେଲା ତୁ କହିଲୁ ମୁଁ କଣ ତା ସହିତ ଲାଗୁଛି ହଁ ତୁ ତା ସହିତ ଲାଗୁଛୁ ଆରେ ରୋଜି ମୋର ଗୋଟାଏ କଥା ତ ସବୁବେଳେ ମନେ ରଖିଥିବୁ କଣ କହିବୁ କହ ଜାମୁନା ଯେପରି ତା ପାଇଁ ସେପରି ଫଳ ରଖିଥାଏ ବିଶ୍ୱ ଉଚ୍ଚ ମନ ଅଛି ଅମୃତ ଲୋଭ ନିଚ ମନ ଲୋଭେ ବିଷ ଆଲୋ ଦେଖିବା ଆସିଲୁ ପୁଅଟା କେମିତି ମୋର କବି ହେଇଗଲାଣି କବି ଆବେ ହେ ରାଜେଶ ସେ ଛୋଟା ଏ ଘରକୁ ବୋହୁ ହେଇ ନ ଶୁଣୁ ତୁ ତା ସପନ ନେବାଟା ବେଶ ଆରମ୍ଭ କରୁନି କଣ କହିଲୁ ବୋଉ ମୋ ସେ ଝିଅର ସପୋର୍ଟ ନଉଛି ହଁ ତୁ ସେ ଝିଅର ସପୋର୍ଟ ନେଉଛୁ ସପୋର୍ଟ ଆରେ ରୋଜି ହଁ ଭାଇ ତୁ କହିଲୁ ମୋ କଣ ସେ ଝିଅର ସପୋର୍ଟ ନଉଛି ହଁ ଭାଇ ତୁ ସେ ଝିଅର